নমস্কার, জয় জগন্নাথ দর্শক বন্ধু। জানুয়ারি একাଥରେ ଦୁଇଟି କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ାଙ୍କ ସୂଚନାରେ। ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡ଼ିଓଟି ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନକୁ ଅଲ୍ କରି ରଖନ୍ତୁ ଏହିଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସର୍ବପ୍ରଥମେ ଜାଣିବା ପାଇଁ। ଚାଲନ୍ତୁ ଦର୍ଶକ ବନ୍ଧୁ ଖବର ଉପରେ ନଜର ପକାଇବା। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା। ନୂଆ ବର୍ଷରେ ଏକାଥରେ ଦୁଇଟି କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ। ନୂଆ ଯୋଡ଼ି ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଏକାଥରେ ଦୁଇଟା କିସ୍ତିରେ ଟଙ୍କା ଟ୍ରାନ୍ସଫର ହେବ। ଦୁଇଟା କିସ୍ତି ଦେବାକୁ ଜାନୁଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ଆମେ ଏକ ପୋର୍ଟାଲ ଖୋଲିଛୁ। ଯାହାକୁ 21 ବର୍ଷ ହେଲା ସେମାନଙ୍କୁ ଆମେ ସୁଭଦ୍ରା ପୋର୍ଟାଲରେ ସଂଯୋଗ କରୁଛୁ। ଏହା ସହ ଏନ୍ଏଫ୍ଏସ୍ଏ ବା ଏସ୍ଏଫ୍ଏସ୍ଏସ୍ ତଥ୍ୟ ଅନୁଯାୟୀ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଯେଉଁମାନେ ନୂଆରେ ଯୋଡ଼ି ହେଉଛନ୍ତି ସେମାନଙ୍କୁ ଏକାଥରେ ଦୁଇଟା କିସ୍ତିରେ ଟଙ୍କା ଦିଆଯିବ। ଏହି ଦୁଇ କିସ୍ତି ଏକାଥରେ ଦେବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରୁ ଆମେ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛୁ। ଯେଉଁମାନେ କିଛି ପାଇନଥିଲେ ବୋଲି ଚିନ୍ତା କରୁଥିଲେ, ନୂଆ ବର୍ଷ ଆସୁ ଆସୁ ସେ ଅଭିଯୋଗ ଆଉ ରହିବ ନାହିଁ। ସମସ୍ତେ ସୁଭଦ୍ରା ଯୋଜନା ଟଙ୍କା ପାଇବେ। ତେବେ ସୁଭଦ୍ରା ଯୋଜନାରେ 17 ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ଯୋଡ଼ି ହୋଇଛନ୍ତି। 17,83,251 ମହିଳାଙ୍କୁ ଆନୁଷ୍ଠାନିକ ଭାବରେ ଯୋଜନାରେ ଯୋଡ଼ାଯାଇଛି। ସେହିପରି 9,36,253 ଆବେଦନକୁ ରିଜେକ୍ଟ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେପଟେ ଗତକାଲି ସୁଭଦ୍ରା ଯୋଜନା ପାଇଁ 295 କୋଟି ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି।